ସରକାରଙ୍କ ତରଫରୁ କୃଷକମାନଙ୍କୁ ନୂଆ ପଦ୍ଧତିରେ ବୈଜ୍ଞାନିକ ପଦ୍ଧତିରେ କେମିତି ଉତ୍ପାଦନ କରିପାରିବେ, ମତ୍ସ୍ୟଜୀବୀମାନେ କେମିତି ତାଙ୍କର ବ୍ୟବସାୟକୁ ଚାଷକୁ ତ୍ୱରାନ୍ୱିତ କରିପାରିବେ ଏବଂ ବାହାର ମାର୍କେଟରେ ତାକୁ କେମିତି ବିକ୍ରୟ କରିପାରିବେ ଏବଂ ଯେଉଁ କମ୍ ଦରରେ ଉତ୍ପାଦିତ ମାଛ ଗୁଡ଼ିକୁ ସେମାନେ ମାର୍କେଟକୁ ନେଉଛନ୍ତି, ଏଠି ଦଲାଲ ପଶି ଯାଉଛନ୍ତି। ତେଣୁ ସମସ୍ତ କୃଷି ବିଭାଗ ମତ୍ସ୍ୟଜୀବୀ ହଉ ସେ ବିଭିନ୍ନ କୃଷକ ହୁଅନ୍ତୁ ତାଙ୍କୁ ଆୱାରନେସ୍ ବା ସଚେତନ କରାଯାଉଛି ଏବଂ ନୂଆ ମାର୍କେଟ କୋଉ ଭାବରେ ସୃଷ୍ଟି ହେଇପାରିବ, ଚାଷୀମାନେ ତାଙ୍କର ଉନ୍ନତ ମାନର ଧାନ ଏବଂ ଉନ୍ନତ ମାନର ହର୍ଟିକଲଚରକୁ କରିପାରିବେ ଏବଂ ନୂଆ ପଦ୍ଧତିରେ କଲେ ଚାଷୀମାନେ ଉପକୃତ ହେବେ। ଚାଷୀମାନଙ୍କୁ ସଚେତନ କରାଯାଉଛି ଏବଂ ଆଗାମୀ ଦିନରେ ଯିଏ ଯେଉଁ ପ୍ରକାର ବିଜନେସ୍ କରିବା ପାଇଁ ଚାହିଁବ ତାକୁ କରିବାର ସୁବିଧା ଦିଆଯିବ। ପ୍ରାୟ 800ରୁ ଉର୍ଦ୍ଧ୍ୱ ଲୋକ ଆଜି ଉପସ୍ଥିତ ଅଛନ୍ତି। ତେଣୁ ସମସ୍ତଙ୍କର ତାଙ୍କର କୃଷି ବିଭାଗ ତରଫରୁ 200 ଲୋକଙ୍କ ପାଇଁ ଆରେଞ୍ଜମେଣ୍ଟ କରାଯାଇଥିଲା। ଅବଶିଷ୍ଟ ସ୍ଥାନୀୟ ଅଞ୍ଚଳରୁ ଚାଷୀମାନଙ୍କ ସହଯୋଗରେ କାର୍ଯ୍ୟକ୍ରମ କୃଷକ ମାନଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ କୃଷି ବିକାଶ କାର୍ଯ୍ୟକ୍ରମ ହଉ, କୌଶଳ ବିକାଶ କାର୍ଯ୍ୟକ୍ରମ ହଉ, ଧାନର ଏଫଏକ୍ୟୁ ମାନ ହଉ, ମାଛ ଚାଷ ହଉ, ଲୁଣା ପାଣି ଚିଙ୍ଗୁଡ଼ି ଚାଷ ହଉ, ପରିବା ଚାଷ ହଉ, ଏ ସମସ୍ତ ଚାଷ ଏବଂ ଏହାର ପ୍ରକ୍ରିୟାକରଣ ଏବଂ ବିକ୍ରୟ ମାର୍କେଟିଂ ଫ୍ୟାସିଲିଟି ଏ ସବୁ ବାବଦରେ ଲୋକଙ୍କୁ ବିଧିବଦ୍ଧ ଧାରଣା ଦେବା ପାଇଁ ଆପଣଙ୍କର କୃଷି ବିଜ୍ଞାନ କେନ୍ଦ୍ର ଓୟୁଟି ଯୋଉଟା ଅଛି କୃଷି ଗବେଷଣା केन्द्र तरफर ये कार्यक्रम होउची। अनेक कृषि वैज्ञानिक एवं इंजीनियर आछंती सेमान लोकन को अवधारणा दउचंती जे केमिति उन्नत मानर चाष करा जाय परिवो, ओडिसा को माछ चाष छतु चाष ठरो आरंभ करी सब केस क्रॉप केमिति स्वावलंबी करा जाय परिवो एवं आम प्रोडक्ट को केमिति प्रिजर्व करा जाय परिवो एवं चाषी मानकर केमिति आर्थिक मेरुदंड सुदृढ़ हबो एवं तांकर प्रोडक्ट केमिति बिक्री हबो से विषय धारणा देवा पई आज ये कार्यक्रम होउची। समस्त जिला स्तरीय कृषि अधिकारी वैज्ञानिक एवं लोकाल प्रशासन बीडीओ तहसीलदार समस्त अच्छा एवं बहु आग्रह सहित 600 रु अधिक चाषी ये कार्यक्रम अंशग्रहण करी समस्त सजेसन नौकरी एवं केमिति लोन फैसिलिटी अवेल कर एलडीएम मैनेजर एवं नाबार्ड डीडीएम आसते सचेतनता कर।